ଦୁଇଟି ସାଇକେଲ ସହ 12 ଖଣ୍ଡ ଶାଳକାଠ ପଟା ଜବତ, କାଠ ଚୋର ଫେରାର। ବେଆଇନ ଭାବେ ଶାଳକାଠ ଚାଲାଣ ବେଳେ ଗୁପ୍ତେଶ୍ୱର ବନ ବିଭାଗ ଏକ ସଫଳ ଚଢ଼ାଉ କରି ଦୁଇଟି ପୁରୁଣା ସାଇକେଲ ସହ 12 ଖଣ୍ଡ ଶାଳକାଠ ପଟା ଜବତ କରିଛି। ତେବେ ଚଢ଼ାଉ ସମୟରେ କାଠ ଚୋରମାନେ ଅନ୍ଧାର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୂଚନା ଅନୁଯାୟୀ ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀ ଛବିନ୍ଦ୍ର ରାଧାରୀଙ୍କ ନିର୍ଦ୍ଦେଶକ୍ରମେ ରାମଗିରି ସେକ୍ସନର ବନପାଳ ରବୀନ୍ଦ୍ର ହେନ୍ତାଳ, ବନରକ୍ଷୀ ସୌମ୍ୟରଞ୍ଜନ ସୁବୁଦ୍ଧି ଓ ପାରା ସ୍କ୍ୱାଡ୍ ଦଳ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିଲେ। ଏ ସମୟରେ ରାମଗିରି ଖେଳପଡ଼ିଆ ନିକଟରେ ଦୁଇଜଣ ବ୍ୟକ୍ତି ସାଇକେଲରେ ଶାଳକାଠ ପଟା ବାନ୍ଧି ନେଉଥିବା ଦେଖାଯାଇଥିଲା। ବନ ବିଭାଗର ପେଟ୍ରୋଲିଂ ଗାଡ଼ିକୁ ଦେଖି ସନ୍ଦିଗ୍ଧ ବ୍ୟକ୍ତିମାନେ ସାଇକେଲ ଓ କାଠପଟା ଛାଡ଼ି ଅନ୍ଧାର ସୁଯୋଗ ନେଇ ଜଙ୍ଗଲ ଭିତରକୁ ପଳାଇ ଯାଉଥିଲେ। ବନ କର୍ମଚାରୀମାନେ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅନ୍ଧାର ଯୋଗୁଁ ସଫଳ ହୋଇପାରିନଥିଲେ। ପରେ ବନ ବିଭାଗ ପକ୍ଷରୁ ଦୁଇଟି ସାଇକେଲ ଏବଂ 12 ଖଣ୍ଡ ଶାଳକାଠ ପଟା ଜବତ କରାଯାଇ ଗୁପ୍ତେଶ୍ୱର ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଘଟଣାରେ ସମ୍ପୃକ୍ତ କାଠ ମାଫିଆଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଥିବା ନେଇ ବନାଞ୍ଚଳ ଅଧିକାରୀ ଛବିନ୍ଦ୍ର ରାନ୍ଧାରୀ ସୂଚନା ଦେଇଛନ୍ତି।